हरि ओम नमः भगवते वासुदेवाय। सकल वेद होई वृक्षे फल फलिले अंतरिक्षे दिने पाची ताले वृक्ष पालिले वायु सुखदायिले तारेगे पक्षिंका संगत उपेक्षे तुष्य तरे ख्यात काले भीतरे सुरंग देखिले तौगा लीला रस सार कियवा देवा भटांतर अमृत निंदे स्वादु पाणे पियसु जाने अनुक्षाणे आनंदे कर सुधा पान जेणे पा एव दिव्य ज्ञान ए रस चारि वेद मूला निगमा वृक्षारय भाग पियजे अनंत जाए देवा शिव माया मोहि। जय श्री कृष्ण गोविंद हरे मुरारे। से चिन्मय विश्व चिंतामणि कोटि ब्रह्मांड कैवल्य ठाकुर जगन्नाथ स्वामी कोमल पाद पद्मरे ब्रह्म मुहूर्तरे भक्तर मथा लुटा भक्तिपूत प्रणाम। आया समस्त ब्राह्मण देवता मानंको राम रस पिपासु कृष्ण रस पिपासु समस्त भक्त मानंगे ब्रह्म मुहूर्तरे मोर मथा लुटा प्रणाम। भागवत कथा आया जानिबा जे मनुष्य शरीर रे भगवान होचे दर्शन किपरि हुए। सर्जन ए मानव शरीर रे जीव ईश्वरंकर दर्शन करिताय। पशुर स्वरूप ज्ञान नथिबारु से ईश्वरंक दर्शन करि पारे नाही। आओ परमात्मा दर्शन बिना जीवन सफल हुए नाही। अनंत जन्म धरी जीव भोग विलास रे माती छी आज्ञा किंतु से शांति पाई पारु नाही। जेते बेले जीव परमात्मा दर्शन पाइब सेते बेले से शांति पाइब। आउ स्वप्न रे प्रभुंकर दर्शन मंदिर ओ मूर्ति रे प्रभुंकर दर्शन प्रभुंकर अपरोक्ष दर्शन एपरि प्रभुंकर तीन प्रकार दर्शन पाइब। आउ ए तीन प्रकार दर्शन रही किभली भावे जीव मानव शरीर रे पाइब। आज्ञा तेबे स्वप्न रे प्रभुंकर दर्शन होउचे साधारण दर्शन मंदिर ओ मूर्ति रे प्रभुंकर दर्शन होउचे मध्यम दर्शन और प्रभुंकर अपरोक्ष दर्शन ही उत्तम दर्शन। अपरोक्ष दर्शन रे जीवन सफल हुए। वेदांत रे दुई प्रकार साक्षात्कार कथा कुआ जाइछे। परोक्ष साक्षात्कार और अपरोक्ष साक्षात्कार। अहम ब्रह्मस्मि
ମୁଁ ସ୍ୱୟଂ ବ୍ରହ୍ମ ଏହି ପ୍ରକାର ଜ୍ଞାନ ହେଲେ ଅପରୋକ୍ଷ ସାକ୍ଷାତକାର ହେଲା ବୋଲି ଜାଣିବ। ମୁଁ ଈଶ୍ୱରଙ୍କ ଠାରୁ ଭିନ୍ନ ନୁହେଁ। ଈଶ୍ୱର ହିଁ ସବୁ କିଛି। ତାଙ୍କ ବିନା କିଛି ଏ ସଂସାରର ଗତି ଆଉ ମୁକ୍ତି ନାହିଁ। ଈଶ୍ୱର ସର୍ବତ୍ର ବିଦ୍ୟମାନ। ସିଏ ସର୍ବତ୍ର ଈଶ୍ୱରଙ୍କ ଦର୍ଶନ କରି ଈଶ୍ୱରମୟ ହୋଇଯାଏ। ସେ ଈଶ୍ୱରଙ୍କ ପରିପୂର୍ଣ୍ଣ ସ୍ୱରୂପ ଅନୁଭବ କରେ। ଈଶ୍ୱର ସର୍ବବ୍ୟାପକ। ସେ କୌଣସି ମୂର୍ତ୍ତି ବା ମନ୍ଦିରରେ ସାମିତ ନୁହନ୍ତି। ଜ୍ଞାନୀ ପୁରୁଷ ଈଶ୍ୱରଙ୍କୁ ସର୍ବତ୍ର ଦର୍ଶନ କରିଥାଏ। ମନ ଯେଉଁଠିକି ଯାଏ ସେଠାରେ ଈଶ୍ୱରଙ୍କର ଦର୍ଶନ ହେଲେ ସେ ଦର୍ଶନ ହୁଏ ଅସାଧାରଣ ଦର୍ଶନ। ଯିଏ ସର୍ବତ୍ର ବ୍ରହ୍ମ ଦର୍ଶନ କରେ ସେ ଜ୍ଞାନୀ। ସମସ୍ତଙ୍କ ଭିତରେ ପରମାତ୍ମାଙ୍କ ଦର୍ଶନ କରିଦିଏ। ନିଜ ଭିତରେ ପରମାତ୍ମାଙ୍କ ଦର୍ଶନ କରି ସେ ଜ୍ଞାନୀ। ଆଉ ଜ୍ଞାନୀ ପୁରୁଷ ନିଜ ସ୍ୱରୂପରେ ପରମାତ୍ମାଙ୍କୁ ଦର୍ଶନ କରି ଶ୍ରୀକୃଷ୍ଣ ଲୀଳା ଚିନ୍ତନ କରି ଗୋପୀମାନେ ନିଜ ସ୍ୱରୂପରେ ପରମାତ୍ମାଙ୍କୁ ଅନୁଭବ କରୁଥିଲେ। ସେମାନେ ନିଜକୁ କୃଷ୍ଣ ବୋଲି ଭାବୁଥିଲେ ଓ ସର୍ବତ୍ର କୃଷ୍ଣଙ୍କୁ ଅନୁଭବ କରୁଥିଲେ। ସେମାନେ କୃଷ୍ଣମୟୀ ହୋଇଯାଉଥିଲେ। ଯିଏ ନିଜ ଭିତରେ ପରମାତ୍ମାଙ୍କ ଦର୍ଶନ କରେ ସେ ପରମାତ୍ମାଙ୍କ ଠାରୁ ଭିନ୍ନ ହୋଇ ରହେ ନାହିଁ। ଜ୍ଞାନୀ ନିଜର ଜ୍ଞାନ ଦ୍ୱାରା ପରମାତ୍ମାଙ୍କର ଅପରୋକ୍ଷ ସାକ୍ଷାତକାର କରେ। ଈଶ୍ୱର ଜୀବକୁ ଆପଣାର କରି ଯେତେବେଳେ ନିଜ ସ୍ୱରୂପକୁ ଦାନ କରନ୍ତି ସେତେବେଳେ ଜୀବ ପରିପୂର୍ଣ୍ଣ ହୋଇଯାଏ। ଆଉ ଈଶ୍ୱରଙ୍କ ବିନା ସାରା ସଂସାର ଅପୂର୍ଣ୍ଣ। ନାରାୟଣ ପରିପୂର୍ଣ୍ଣ। ତେଣୁ ତାଙ୍କଠାରୁ ଶାନ୍ତି ମିଳେ। ଜୀବ ଅପୂର୍ଣ୍ଣ ହୋଇଥିବାରୁ ଶାନ୍ତି ପାଇପାରେ ନାହିଁ। ନର ନାରାୟଣଙ୍କର ବଂଶ ହୋଇଥିବାରୁ ସେ ସର୍ବତ୍ର ନାରାୟଣଙ୍କ ସହିତ ମିଳିବାକୁ ବା ମିଳନ ହେବାକୁ ବା ମିଶିବାକୁ ଚାହେଁ। ପ୍ରଭୁଙ୍କ ସହିତ ପରିଚିତ ହେବ ଓ ତାଙ୍କଠାରେ ଲୀନ ହୋଇ ସାଧନ ହୋଇ ଭାଗବତରେ କୁହାଯାଇଛି। ଆଜ୍ଞା ତେଣୁ ହେ ସଜ୍ଜନ ମଣ୍ଡଳୀ, ହେ ମାନବ ବନ୍ଧୁମାନେ, ଆସନ୍ତୁ ସମସ୍ତେ ଘରେ ଘରେ ଭାଗବତ ସ୍ଥାପନ କରନ୍ତୁ। ଭାଗବତ ଏକମାତ୍ର ସମସ୍ତ ପାପ ରାଶିର ଧ୍ୱଂସ ହେଲା ଭାଗବତ। ଅଗ୍ନି ଯେପରି ବସ୍ତୁକୁ ପୋଡ଼ି ନଷ୍ଟ କରିଦିଏ ତେବେ ଭାଗବତ ସେଇଭଳି ଏ ସଂସାରରେ ସମସ୍ତ ପାପ ରାଶିକି ନଷ୍ଟ କରେ। ଜୟ ଶ୍ରୀକୃଷ୍ଣ ଗୋବିନ୍ଦ। ହରି ମୁରାରୀ ହରି ମୁରାରୀ ହରି ମୁରାରୀ। ତେବେ ଆସନ୍ତାକାଲି ଈଶ୍ୱର ପ୍ରାପ୍ତିର ସୁଗମ ମାର୍ଗ ହିଁ ଭକ୍ତି ମାର୍ଗ ସେ ବାବଦରେ ଜାଣିବା। ଜୟ ଶ୍ରୀକୃଷ୍ଣ।